ଚକୁଳି ଖାଇବା ପାଇଁ ଇଚ୍ଛା ଥିଲା। ସୁଜିର ଗଇଁଠା କରି କାହିଁକି ହେଲା ଚାଲନ୍ତୁ ପୁରା ଭିଡ଼ିଓଟି ଦେଖିଲେ ଜାଣିପାରିବେ। ମୋର ଗୋଟେ ଫ୍ରେଶ୍ ମିନି ବ୍ଲଗ୍କୁ ସ୍ୱାଗତ କରୁଛି। ଆମ ବାଡ଼ିରୁ ଆମ୍ବ ତ ସକାଳୁ ବସିକି ଛଡ଼େଇକା ସରୁ ନଥିଲା, ଯାହା ଲାଗିକି କାଟି ପକେଇଲେ। ଆମ ଘର ରାବିଟ୍ଙ୍କ ନାଗି ଏଇ ସବୁ ଶାଗ ତୋଳିକି ତାଙ୍କୁ ଖାଇବା ପାଇଁ ଦେଇଥିଲି। ସେ ଶାଗକୁ ଖାଇବା ପାଇଁ ଭଲ ପାଉଛନ୍ତି। ତାପରେ ମୁଁ ବାହାରି କଲି ତେନ୍ତୁଳି ଆମ୍ବୁଲ ସବୁ ଶୁଖେଇବା ପାଇଁ। ସକାଳୁ ତ ଭଲ ଖରା କରିଥିଲା, ତାପରେ ମେଘ ଢାଙ୍କୁଡ଼ି ଦେଲା, ପୁଣି ଖରା କରିଥିଲା। ଶୁଖାଇକି ପଳେଇ ଆସିଥିଲି। କିନ୍ତୁ ଯେମିତି ଖରା କରୁଛି ଅଧା ଶୁଖି ହେଇଯିବ ଆଜି ବୋଧେ ଲାଗୁଛି। ତାପରେ ଯାଇଥିଲୁ ଆମେ ଗୋଟେ ଜାଗାକୁ ବୁଲିବା ପାଇଁ, ଆମ ଗାଁ ନଈ। ଏବେ ତ ସେଥିରେ ପାଣି ନାହିଁ, ପଳେଇ ଆସିଲେ। ଆସିକି ମୋ ଛୁଆକୁ ଖାଇବା ପାଇଁ ଦେଇଥିଲି, ସେ ଖାଇ ଦେଇଥିଲା। ତାପରେ ମୁଁ ଗାଧୋଇ ପାଧୋଇ ଆସି ଖାଇ ଦେଇଥିଲି ପଖାଳ ଖାଇକି ପୁରା ମନ ଶାନ୍ତି କରିଦେଇଥିଲେ। ରୋଷେଇ ପାଇଁ ପରିବା କାଟିବା ପାଇଁ ବସିଗଲି, ସେଇଠି କିଛି ଆମ୍ବ ବି କାଟି ଦେଇଥିଲି। ଆମ୍ବକୁ ସାରିବାକୁ ପଡ଼ିବ ନା, ନହେଲେ ପାଚିଗଲେ ଭଲ ଆମ୍ବୁଲ ହବନି। ତାପରେ ଯାଇକି ଚୁଲି ଲଗେଇ ଦେଇଥିଲି, ଭାତ ବସେଇ ଦେଇଥିଲି। ତାପରେ ମାଛ ଆସିଥିଲା, ମାଛର ଝୋଳ ବନେଇ ଦେଇଥିଲି। ସେଇ ଆମ୍ବ ପକେଇକି ବହୁତ ଟେଷ୍ଟି ହେଇଥିଲା। ଆଜି ଅଣ୍ଡା ଝୋଳ ହେଇଥିଲା ଆଉ ଜହ୍ନି ବାଦାମ ହେଇଥିଲା। ପିଲାକୁ ଗାଧୋଇ ଆଣେ, ତାପରେ ଖାଇବା ପାଇଁ ବସିଥିଲେ ଭାତ। ସମସ୍ତେ ଖୁସି ହେଇଥିଲେ। ତାପରେ ଦ୍ୱିପହରେ ଆସିଥିଲା ଆଇସ୍କ୍ରିମ୍ ପାର୍ଟି ହେଇଗଲା ଗୋଟେ। ତାପରେ ଆମ୍ବକୁ ଧୋଇ ଦେଇକି ତାକୁ ଲୁଣ ଦେଇକି ରଖିଦେଇଥିଲି, ଦିନ ଚାପ ମାରିକି ରଖିବା ପାଇଁ ପଡ଼େ। ତାପରେ ମୁଁ ବିରି ଚାଉଳ ବତୁରେଇ ଦେଇଥିଲି। ଦ୍ୱିପହରେ ରେଷ୍ଟ କରିବା ନାଗି ମୁଁ ଟିକେ ଶୋଇପଡ଼ିଥିଲି। ଶୋଇକି ଉଠିକି ତାପରେ ଚାଉଳକୁ ଧୋଇକି ଶୁଖେଇ ଦେଇଥିଲି। ତାପରେ ତାକୁ ଚୁନା ବନେଇ ଦେଇଥିଲି, ତାକୁ ଗୋଳା ହେଇକି ରଖା ହେଇଥିଲା। କିନ୍ତୁ ରାତିରେ ଖାଇ ହେବନି ବୋଲିକି ଯାଇକି ସୁଜିର ଗୋଟେ ଗଇଁଠା ଗୋଡ଼ି ପିଠା ତିଆରି ହେଇଥିଲା। ଏହି ଚକୁଳି ପିଠାକୁ କାଲି ଖାଇହେବ। ସୁଜିର ଗଇଁଠା ଗୋଡ଼ି ବହୁତ ବଢ଼ିଆ ଲାଗୁଥିଲା। କିଏ ପିଠା ଖାଇବା ପାଇଁ ପସନ୍ଦ କରନ୍ତି କମେଣ୍ଟରେ ଜଣାଇବେ। ମୋ ଭିଡ଼ିଓ ଲାଇକ୍, ସେୟାର, ଫଲୋ, ସବସ୍କ୍ରାଇବ୍ ପାଇଁ ଭୁଲିବେନି। ଦେଖା ନେକ୍ସଟ ଭିଡ଼ିଓ। ଜୟ ଜଗନ୍ନାଥ।